ସମସ୍ତେ ସାଙ୍ଗମାନେ ମର୍ଣ୍ଣିଂ ୱାକ୍ ପାଇଁ ମୁଁ ବାହାରକୁ ବାହାରିଲି। ଗେଟ୍ ଖୋଲି ଦେଖେ ତ କେତେ ସୁନ୍ଦର ଫୁଲ ବନେଇଛନ୍ତି ଦ୍ୱାର ପାଖରେ। ଦେଖି ଦେଖି ମନ ସନ୍ତୁଷ୍ଟ ହେଇଗଲା। ବେଶୀ ଡେରି ନ କଲେ ମୁଁ ମର୍ଣ୍ଣିଂ ୱାକ୍ ପାଇଁ ଦୌଡ଼ିବାକୁ ଲାଗିଲି। ସକାଳର ଦୌଡ଼ିବାର କି ମଜା, ଯିଏ ଦୌଡ଼ିଛି ସିଏ ଜାଣିଛି ଦୌଡ଼ିକି କେତେ ଦେହ ଫୁର୍ତ୍ତି ଲାଗିଲେ। କିଛି ବାଟ ଗଲା ପରେ ଦେଖେ ତ ଗୋଟେ ବୁଢ଼ୀ ମନ୍ଦିର ଆଗରେ ପାଣି ଦେଇ ପୁରା ସଫାସୁତୁରା କରୁଛି। ଡେଲି ତାର ଏଇ କାମ କରିଥାଏ। କିଛି ସମୟ ଦୌଡ଼ି ସାରିଲା ପରେ ମୁଁ ଏକ୍ସରସାଇଜ୍ ସେଣ୍ଟର ପହଞ୍ଚିଗଲା। ସେଠି କିଛି ସମୟ ଏକ୍ସରସାଇଜ୍ କରିବି। ଏକ୍ସରସାଇଜ୍ ସାରିକା ମୁଁ ରୁମ୍କୁ ଫେରୁଛି। ରୁମ୍କୁ ଫେରି ଆସି ଗାଧୋଇ ପାଧୋଇ ଡ୍ୟୁଟି ପାଇଁ ବାହାରି ଗଲେ। ଏବେ ଆମେ ଦେଖନ୍ତୁ ମୋ ସାଙ୍ଗମାନେ କେମିତି ଯାଉଛନ୍ତି ଡ୍ୟୁଟି ପାଇଁ। ମୁଁ ସେମାନଙ୍କୁ ଭିଡ଼ିଓ କରୁଥିଲି, ସେ ଦେଉଛନ୍ତି ମୋତେ ଆଜି କମ୍ପାନୀରେ ରଙ୍ଗୀନ ଡ୍ରେସ୍ ପିନ୍ଧିବା ପାଇଁ ଆଲାଉ କରିଛନ୍ତି। ସେଥିପାଇଁ ରଙ୍ଗୀନ ଡ୍ରେସ୍ ପିନ୍ଧିଛନ୍ତି। ଯେମିତି ଡ୍ୟୁଟି ପହଞ୍ଚିଗଲୁ। ଡ୍ୟୁଟିରୁ ଛୁଟି ହେଇସାରିଲା ପରେ ହୋଟେଲ ଯାଇଥିଲୁ ବିରିୟାନୀ ଖାଇବା ପାଇଁ। ଏଇ ଭାଇ ଆସିଥିଲା ଆମର ଅର୍ଡ଼ର ନେବା ପାଇଁ। ଫାଇନାଲି ଅର୍ଡ଼ର ଦେଇ ସାରିଲୁ। ଆପଣ ଦେଖିପାରୁଥିବେ କେତେ ଭିଡ଼ ଅଛି ହୋଟେଲଟା। ଆଖପାଖ ଏରିଆରେ ହୋଟେଲ ଭିତରେ ଏଇ ହୋଟେଲ ଫେମସ୍। କିଛି ସମୟ ୱେଟ୍ ପରେ କଲା ପରେ ଆମ ବିରିୟାନୀ ଯାଇଥିଲୁ। ତାପରେ ଆମେ ବହୁତ ଖୁସିରେ ସାଙ୍ଗମାନେ ଖାଉଛନ୍ତି। ଆମେ ଜଲ୍ଦି ଖାଇକି ରୁମ୍କୁ ଫେରିବା ଲାଗି ବହୁତ ଡେରି ହେଇଗଲାଣି। 10ଟା ପାଖାପାଖି ହେଇଗଲାଣି। ବହୁତ ମଜା ସହିତ ଖାଉଥିଲେ। ବିରିୟାନୀ ଖାଇସାରି ଶେଷରେ ଗୋଟେ ପରଟା ଖାଇକି ରୁମ୍କୁ ଫେରିଲା। ଆଜି ପାଇଁ ଏତିକିରେ ରହୁଛି। ଥ୍ୟାଙ୍କ ୟୁ ଫର୍ ୱାଚିଂ।